हेलो पिलाମାନେ ଆପଣମାନଙ୍କୁ ସ୍ୱାଗତ ଆମ ଚ୍ୟାନେଲ CHSE ସୁପର ନୋଟକୁ। ଆଜି ଆମେ ପଢ଼ିବା +2 ସେକେଣ୍ଡ ଇୟର ଇକୋନୋମିକ୍ସର ସମ୍ପଦ ପାଠ। ପୂର୍ବ କ୍ଲାସରେ ଆମେ ପଢ଼ିଥିଲେ ସମ୍ପଦର ଅର୍ଥ, ସଂଜ୍ଞା ଓ କିଛି ବୈଶିଷ୍ଟ୍ୟ। ବର୍ତ୍ତମାନ ଆଜି ଆମେ ଜାଣିବା ସମ୍ପଦକୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ କ'ଣ କ'ଣ। ତ ଚାଲନ୍ତୁ ଆମେ ଜାଣିବା ସମ୍ପଦର ଶ୍ରେଣୀ ବିଭାଗ। ସମ୍ପଦକୁ ନିମ୍ନଲିଖିତ କେତେକ ଶ୍ରେଣୀରେ ବିଭାଗ କରାଯାଇଛି। ପିଲେ ସମ୍ପଦକୁ ତଳେ ଲେଖାଯାଇଥିବା କେତେକ ଶ୍ରେଣୀରେ ବିଭାଗ କରାଯାଇଛି ବା ଭାଗ ଭାଗ କରାଯାଇଛି। ଚାଲନ୍ତୁ କ'ଣ କ'ଣ ତାହା ଜାଣିବା। ସର୍ବପ୍ରଥମେ ଆମେ ଜାଣିବା ବ୍ୟକ୍ତିଗତ ସମ୍ପଦ। ପିଲେ ଚାଲନ୍ତୁ ଜାଣିବା ବ୍ୟକ୍ତିଗତ ସମ୍ପଦ ମାନେ କ'ଣ, କାହାକୁ ବ୍ୟକ୍ତିଗତ ସମ୍ପଦ ବୋଲି କୁହାଯାଇଛି। ବ୍ୟକ୍ତି ବିଶେଷଙ୍କ ମାଲିକାନାରେ ଥିବା ସମସ୍ତ ଭୌତିକ ଓ ଅଭୌତିକ ଦ୍ରବ୍ୟ ବ୍ୟକ୍ତିଗତ ସମ୍ପଦରେ ଅନ୍ତର୍ଭୁକ୍ତ। ପିଲେ ବ୍ୟକ୍ତିଗତ ସମ୍ପଦ କହିଲେ ଯେଉଁ ସମ୍ପଦ କି କେବଳ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ରହିଥିବ। ଯେମିତିକି ପିଲେ ମୋ ପାଖରେ ଗୋଟିଏ କଲମ ଅଛି, ସେଇ କଲମଟା କୌଣସି ଗୋଷ୍ଠୀ ବା କୌଣସି ସମାଜର ଅଧିକାରରେ ନାହିଁ, ସେଇଟା କେବଳ ମୋ ଅଧିକାରରେ ରହିଅଛି। ତ ସେ ବ୍ୟକ୍ତିଗତ ସମ୍ପଦ ଅର୍ଥ ଜଣେ ବ୍ୟକ୍ତିଙ୍କର ମାଲିକାନାରେ ଯେଉଁ ସମ୍ପଦ ବା ଭୌତିକ ବା ଅଭୌତିକ ସମ୍ପଦ ରହିଥାଏ ତାହାକୁ ବ୍ୟକ୍ତିଗତ ସମ୍ପଦ କୁହାଯାଏ। ଅର୍ଥାତ୍ ପିଲେ ଯେଉଁ ସମ୍ପଦଟି କୌଣସି ଗୋଷ୍ଠୀ ବା କୌଣସି ସମାଜର ମାଲିକାନାରେ ନ ରହି ଜଣେ ବ୍ୟକ୍ତିଙ୍କର ମାଲିକାନାରେ ରହିଥାଏ, ସେହି ସମ୍ପଦକୁ ବ୍ୟକ୍ତିଗତ ସମ୍ପଦ ବୋଲି କୁହାଯାଏ। ବାସଗୃହ, ଭୂମି, ମୋଟର ଗାଡ଼ି, ଟେଲିଭିଜନ, ଟେବୁଲ ଇତ୍ୟାଦି ଭୌତିକ ଦ୍ରବ୍ୟ ଏବଂ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଅର୍ଜନ କରିଥିବା ସଦିଚ୍ଛା, କପିରାଇଟ୍, ପେଟେଣ୍ଟ ଅଧିକାର ବୋଲି ଅଭୌତିକ ଦ୍ରବ୍ୟ ବ୍ୟକ୍ତିଗତ ସମ୍ପଦର ଅନ୍ତର୍ଭୁକ୍ତ। ପିଲେ ବାସଗୃହ ମାନେ ଘର, ଭୂମି, ମୋଟର ଗାଡ଼ି, ଟେଲିଭିଜନ, ଟେବୁଲ ଇତ୍ୟାଦି ଗୋଟିଏ ଗୋଟିଏ ଭୌତିକ ଦ୍ରବ୍ୟ। ଏସବୁ ହେଉଛି ଗୋଟିଏ ଗୋଟିଏ ବ୍ୟକ୍ତିଗତ ସମ୍ପଦ। ମୋଟର ଗାଡ଼ି ବା ଟେଲିଭିଜନ, ଟେବୁଲ ଏଇଟା କୌଣସି ଗୋଷ୍ଠୀ ବା କୌଣସି ସମାଜର ଅଧୀନରେ ନ ରହିକି ଜଣେ ବ୍ୟକ୍ତିଙ୍କର ଅଧୀନରେ ରହିଥାଏ। ଏହିସବୁ ଜିନିଷ ଉପରେ ଜଣେ ବ୍ୟକ୍ତିଙ୍କର ଅଧିକାର ରହିଥାଏ। ବାସଗୃହରେ ମଧ୍ୟ ଜଣେ ବ୍ୟକ୍ତିଙ୍କର ଅଧିକାର ରହିଥାଏ ବା ଭୂମିରେ ମଧ୍ୟ ଜଣେ ବ୍ୟକ୍ତିଙ୍କର ଅଧିକାର ରହିଥାଏ। ମୋଟର ଗାଡ଼ିରେ, ଟେଲିଭିଜନରେ, ଟେବୁଲ, ଫ୍ୟାନ୍, ଫୋନ୍ ଇତ୍ୟାଦି ଏସବୁ ଜିନିଷ ହେଉଛି ଗୋଟିଏ ଗୋଟିଏ ବ୍ୟକ୍ତିଗତ ସମ୍ପଦ। ତାପରେ କୁହାଯାଇଛି ପିଲେ ଅଭୌତିକ ଦ୍ରବ୍ୟ, ଯେମିତିକି ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନ ଅର୍ଜନ କରିଥିବା ସଦିଚ୍ଛା। ସଦିଚ୍ଛା ମାନେ ଅଛି ଗୁଡୱିଲ୍। ପିଲେ ସଦିଚ୍ଛାକୁ ଇଂରାଜୀରେ କୁହାଯାଏ ଗୁଡୱିଲ୍ ବା ସୁନାମ। ସେଥିରେ କୌଣସି ବ୍ୟକ୍ତି ବା କୌଣସି ଗୋଷ୍ଠୀର ଅଧିକାର ନଥାଏ, ସେଇଠି କେବଳ ସେଇ ବ୍ୟବସାୟିକ ପ୍ରତିଷ୍ଠାନର ଅଧିକାର ରହିଥାଏ, ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନଟି ସଦିଚ୍ଛା ବା ସୁନାମ ଅର୍ଜନ କରିଥାଏ। ସେମିତି କପିରାଇଟ୍, ପେଟେଣ୍ଟ। କପିରାଇଟ୍ ଅର୍ଥ ପିଲେ ଯେଉଁଟାକି ଲିଗାଲି ଟ୍ରାନ୍ସଲେଟ୍ ହେଇଥିବ, ଯେଉଁ ଅଧିକାରଟା ଲିଗାଲି ଟ୍ରାନ୍ସଲେଟ୍ କରିବା ପାଇଁ ଦିଆଯାଇଥାଏ, ସେଇଟା ହେଉଛି କପିରାଇଟ୍। ଆଉ ପେଟେଣ୍ଟ ଅର୍ଥାତ୍ ପିଲେ ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନକୁ ସରକାର ଦ୍ୱାରା ଦିଆଯାଇଥିବା ଅଫିସିଆଲ ଲିଗାଲ ରାଇଟ୍, ଅଫିସିଆଲି ମିଳିଥିବା ଗୋଟିଏ ଲିଗାଲ ରାଇଟ୍ଟା ଯେଉଁଟାକି ସରକାର ଦ୍ୱାରା ଦିଆଯାଇଥାଏ, ସେଇଟା ହେଉଛି ପେଟେଣ୍ଟ। ସେଇଟା ମଧ୍ୟ ଗୋଟିଏ ବ୍ୟକ୍ତିଗତ ସମ୍ପଦ। କାରଣ ପିଲେ ସେଇ ଲିଗାଲ ରାଇଟ୍ଟା କେବଳ ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନକୁ ଦିଆଯାଇଥାଏ। ଅନେକ ବ୍ୟବସାୟିକ ପ୍ରତିଷ୍ଠାନକୁ ମିଶେଇକି ଗୋଟିଏ ଲିଗାଲ ରାଇଟ୍ ଦିଆଯାଇନଥାଏ। ସେଥିପାଇଁ ସେଇଟା ମଧ୍ୟ ଗୋଟିଏ ବ୍ୟକ୍ତିଗତ ସମ୍ପଦ। ତାପରେ ଜାଣିବା ଆମେ
ସାମାଜିକ ସମ୍ପଦ ବା ଜାତୀୟ ସମ୍ପଦ। ସାମାଜିକ ସମ୍ପଦ ବା ଜାତୀୟ ସମ୍ପଦ। ସାମାଜିକ ସମ୍ପଦକୁ ଜାତୀୟ ସମ୍ପଦ ବା ନ୍ୟାସନାଲ ୱେଲ୍ଥ ମଧ୍ୟ କୁହାଯାଏ। ହେଲେ ସାମାଜିକ ସମ୍ପଦକୁ ଜାତୀୟ ସମ୍ପଦ ବା ନ୍ୟାସନାଲ ୱେଲ୍ଥ ବୋଲି କୁହାଯାଇଥାଏ। ସମସ୍ତ ଦେଶ ବା ଜାତିର ମାଲିକାନାରେ ଥିବା ସମ୍ପଦର ସମଷ୍ଟିକୁ ଜାତୀୟ ସମ୍ପଦ କୁହାଯାଏ। ହେଲେ ଜାତୀୟ ସମ୍ପଦ ବା ସାମାଜିକ ସମ୍ପଦ କହିଲେ ଯେଉଁ ସମ୍ପଦଟି ଦେଶ ବା ଜାତିର ମାଲିକାନାରେ ରହିଥିବ, ଜଣେ ଇଣ୍ଡିଭିଜୁଆଲ ବା ଜଣେ ବ୍ୟକ୍ତିଙ୍କର ମାଲିକାନାରେ ନ ରହିକି ସମସ୍ତ ଦେଶର ବା ସମସ୍ତ ଜାତିର ମାଲିକାନାରେ ରହିଥିବ, ସେହି ସମ୍ପଦକୁ ବା ସେହି ସମ୍ପଦର ସମଷ୍ଟିକୁ ଜାତୀୟ ସମ୍ପଦ ବୋଲି କୁହାଯାଇଥାଏ। ହେଲେ ଚାଲନ୍ତୁ ଜାଣିବା କେତେକ ଉପାଦାନ ଯାହାକି ଜାତୀୟ ସମ୍ପଦରେ ଅନ୍ତର୍ଭୁକ୍ତ କରାହୁଏ। ନିମ୍ନଲିଖିତ ଉପାଦାନ ଗୁଡ଼ିକୁ ଜାତୀୟ ସମ୍ପଦରେ ଅନ୍ତର୍ଭୁକ୍ତ କରାହୁଏ। ଦେଶର ସମସ୍ତ ନାଗରିକମାନଙ୍କ ବ୍ୟକ୍ତିଗତ ସମ୍ପଦର ସମଷ୍ଟି ଜାତୀୟ ସମ୍ପଦରେ ଅନ୍ତର୍ଭୁକ୍ତ କରାଯାଏ। ହେଲେ ଏଠାରେ କୁହାଯାଇଛି ଦେଶରେ ଯେତେ ସବୁ ନାଗରିକମାନେ ରହିଛନ୍ତି ସେହି ସମସ୍ତ ନାଗରିକମାନଙ୍କର ବ୍ୟକ୍ତିଗତ ସମ୍ପଦକୁ ମିଶାଇ ଦେଲେ ଯାହା ବାହାରୁଛି ତାହା ହେଉଛି ଜାତୀୟ ସମ୍ପଦ। ସେହି ସବୁକୁ ମଧ୍ୟ ଜାତୀୟ ସମ୍ପଦରେ ଅନ୍ତର୍ଭୁକ୍ତ କରାଯାଇଥାଏ। ତାପରେ ନେକ୍ସଟ, କୌଣସି ବ୍ୟକ୍ତିବିଶେଷଙ୍କ ଅଧୀନରେ ନଥିବା ସମସ୍ତ ସର୍ବସାଧାରଣ ସମ୍ପଦ ଯଥା ରାସ୍ତାଘାଟ, କେନାଲ, ପୋଲ, ରେଲବାଇ, ନଦୀବନ୍ଧ ଇତ୍ୟାଦି ଭୌତିକ ସମ୍ପତ୍ତି ଜାତୀୟ ସମ୍ପଦର ଅଂଶବିଶେଷ। ହେଲେ କୌଣସି ବ୍ୟକ୍ତି ବା ଜଣେ ଇଣ୍ଡିଭିଜୁଆଲର ଅଧୀନରେ ନଥିବା ସମ୍ପଦ ଯେମିତିକି ରାସ୍ତାଘାଟ, କେନାଲ, ପୋଲ, ରେଲବାଇ, ନଦୀବନ୍ଧ ଇତ୍ୟାଦି ଭୌତିକ ସମ୍ପତ୍ତି ଜାତୀୟ ସମ୍ପଦରେ ଅନ୍ତର୍ଭୁକ୍ତ କରାଯାଇଥାଏ। ନଦୀବନ୍ଧ, ରାସ୍ତାଘାଟ, କେନାଲ, ପୋଲ ଇତ୍ୟାଦି ଜଣେ ବ୍ୟକ୍ତିଙ୍କର ଅଧୀନରେ ନ ରହିକି ସର୍ବସାଧାରଣମାନଙ୍କର ଅଧୀନରେ ରହିଥାଏ, ତେଣୁ ଏହା ଜାତୀୟ ସମ୍ପଦର ଅଂଶବିଶେଷ। ବିଶିଷ୍ଟ ଅର୍ଥଶାସ୍ତ୍ରୀ ଆଲଫ୍ରେଡ୍ ମାର୍ଶାଲ ଦେଶ ମଧ୍ୟରେ ରହିଥିବା ପ୍ରକୃତିର ମୁକ୍ତଦାନ ଯଥା ନଦୀ, ଜଙ୍ଗଲ, ଖଣିଜ ପଦାର୍ଥ ଆଦିକୁ ଜାତୀୟ ସମ୍ପଦ ବୋଲି କୁହାଯାଇଥାଏ। ହେଲେ ବିଶିଷ୍ଟ ଅର୍ଥଶାସ୍ତ୍ରୀ ଆଲଫ୍ରେଡ୍ ମାର୍ଶାଲ କହିଛନ୍ତି ଯେ ଦେଶ ମଧ୍ୟରେ ରହିଥିବା ପ୍ରକୃତିର ମୁକ୍ତଦାନ ଯେମିତିକି ନଦୀ, ଜଙ୍ଗଲ, ଖଣିଜ ପଦାର୍ଥ ଇତ୍ୟାଦି ହେଉଛି ଜାତୀୟ ସମ୍ପଦ ଯାହାକି ଦେଶ ମଧ୍ୟରେ ରହିଅଛି। ତାପରେ ଚାଲନ୍ତୁ ଆମେ ଜାଣିବା ଆନ୍ତର୍ଜାତୀୟ ସମ୍ପଦ କ'ଣ। ସମଗ୍ର ପୃଥିବୀ ଅଧୀନସ୍ଥ ସବୁ ଦେଶର ଜାତୀୟ ସମ୍ପଦର ସମାହାରକୁ ଆନ୍ତର୍ଜାତୀୟ ସମ୍ପଦ ବୋଲି କୁହାଯାଏ। ହେଲେ ଏଠାରେ କୁହାଯାଇଛି ଆନ୍ତର୍ଜାତୀୟ ସମ୍ପଦ ମାନେ ହେଲା ସମଗ୍ର ପୃଥିବୀ ଅଧୀନସ୍ଥ ଏହି ପୃଥିବୀରେ ରହିଥିବା ଯେତେ ସବୁ ଦେଶ ବା ଯେତେ ସବୁ ଦେଶ ଆମ ଏହି ପୃଥିବୀରେ ରହିଅଛି ସେହି ସମସ୍ତ ଦେଶର ଜାତୀୟ ସମ୍ପଦକୁ ଯେତେବେଳେ ଆମେ ମିଶାଇ ଦେଇଥାଉ ତାହେଲେ ତାହା ଅନ୍ତର୍ଜାତୀୟ ସମ୍ପଦର ରୂପ ନେଇଥାଏ। ତେଣୁ ଆମ ପୃଥିବୀରେ ଯେତେ ସବୁ ଦେଶ ରହିଅଛି ସେହି ସମସ୍ତ ଦେଶର ଜାତୀୟ ସମ୍ପଦର ସମାହାରକୁ ଅନ୍ତର୍ଜାତୀୟ ସମ୍ପଦ ବୋଲି କୁହାଯାଇଥାଏ। ବିଭିନ୍ନ ମହାସାଗର ସମଗ୍ର ବିଶ୍ୱ ଉପଭୋଗ କରିପାରୁଥିବା ବୈଜ୍ଞାନିକ କୌଶଳ ଓ ଯାନ୍ତ୍ରିକ ଉଦ୍ଭାବନ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି, ବିଶ୍ୱ ବ୍ୟାଙ୍କ ଓ ମିଳିତ ଜାତିସଂଘ ଇତ୍ୟାଦିକୁ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଥାଏ। ହେଲେ ମହାସାଗର ଯାହାକି କୌଣସି ଜଣେ ବ୍ୟକ୍ତି ବା କୌଣସି ଗୋଟିଏ ଦେଶ ଉପଭୋଗ ନ କରିକି ସାରା ବିଶ୍ୱ ଉପଭୋଗ କରିପାରୁଛି, ସେହି ମହାସାଗର ହେଉଛି ଆନ୍ତର୍ଜାତିକ ସମ୍ପଦର ଗୋଟିଏ ଉଦାହରଣ। ବିଶ୍ୱ ବ୍ୟାଙ୍କ, ହେଲେ ବିଶ୍ୱ ବ୍ୟାଙ୍କ ମଧ୍ୟ କୌଣସି ଗୋଟିଏ ଦେଶକୁ ନେଇକି ବା ଗୋଟିଏ ଦେଶ ଦ୍ୱାରା ଚାଲିନଥାଏ ବା ମୁଦ୍ରା ପାଣ୍ଠି, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି, ମିଳିତ ଜାତିସଂଘ ଇତ୍ୟାଦି ପିଲେ ଗୋଟିଏ ଦେଶ ବା ଜଣେ ବ୍ୟକ୍ତିଙ୍କର ମାଲିକାନାରେ ନ ରହିକି ଯାହାକି ସମଗ୍ର ବିଶ୍ୱ ଉପଭୋଗ କରିପାରୁଥାଏ ତାହା ହେଉଛି ଆନ୍ତର୍ଜାତୀୟ ସମ୍ପଦର ଅନ୍ତର୍ଭୁକ୍ତ। ବୁଝିହେଲା? ଯଦି ପିଲେ କେଉଁଠି ଆପଣମାନଙ୍କୁ ଡାଉଟ୍ ରହିଥାଏ ତାହେଲେ କମେଣ୍ଟ ମାଧ୍ୟମରେ ଜଣାଇବେ। ତ ଏଇଠି ଭିଡ଼ିଓଟାକୁ ଶେଷ କରୁଅଛି। ରହୁଛି। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।